କୋରାପୁଟରେ ଶିକ୍ଷକଙ୍କ ପାଇଁ 2 ଦିନିଆ କର୍ମଶାଳା ଦଶମ ପରୀକ୍ଷା ଫଳରେ ଉନ୍ନତି ଲକ୍ଷ୍ୟ। କୋରାପୁଟ ଆଗାମୀ ବାର୍ଷିକ ଦଶମ ଶ୍ରେଣୀ ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କର ଉତ୍ତମ ପ୍ରଦର୍ଶନ ଓ ଅଧିକ ପାସ୍ ହାର ଲକ୍ଷ୍ୟରେ କୋରାପୁଟ ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ତରଫରୁ ଏକ 2 ଦିନିଆ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଆୟୋଜିତ ହୋଇଯାଇଛି। ଶୁକ୍ରବାର ଓ ଶନିବାର 2 ଦିନ ଧରି ଚାଲିଥିବା ଏହି କର୍ମଶାଳାରେ ବିଭାଗୀୟ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରତ୍ୟେକ ବିଷୟଗତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଆୟୋଜନର ଉଦ୍ଦେଶ୍ୟ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାକୁ ଆଉ ମାତ୍ର 2 ମାସ ବାକି ଥିବାରୁ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଏହି କର୍ମଶାଳା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଭଲ ଭାବେ ପ୍ରସ୍ତୁତ କରାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲା ମଙ୍ଗଳ ଅଧିକାରୀ କୋରାପୁଟ ଶ୍ରୀ ସୁନୀଲ କୁମାର ତାଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା। ଆଲୋଚନାରେ ଭାଗ ନେଇଥିବା ବିଷୟ ବିଶେଷଜ୍ଞ ଏହି କର୍ମଶାଳାର ସମସ୍ତ ପରିଚାଳନା ଦାୟିତ୍ୱ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅର୍ଜୁନ ନାୟକ ବହନ କରିଥିଲେ। କର୍ମଶାଳାରେ ପ୍ରତ୍ୟେକ ବିଷୟରେ ଛାତ୍ରଛାତ୍ରୀମାନଙ୍କ ଉନ୍ନତି ପାଇଁ ବିଭିନ୍ନ ପଦ୍ଧତି ଓ କୌଶଳ ବ୍ୟବହାର କରିବା ଉପରେ ବିଶେଷଜ୍ଞମାନେ ଆଲୋଚନା କରିଥିଲେ। ବିଭିନ୍ନ ବିଷୟରେ ଦାୟିତ୍ୱ ନେଇଥିବା ବରିଷ୍ଠ ଶିକ୍ଷକମାନେ ହେଲେ ଇଂରାଜୀ ଏନ୍ ରାଜେଶ କୁମାର ଓ ହିରୋଦ ଖରା, ଓଡ଼ିଆ ରାଘବ ଚନ୍ଦ୍ର ଦେହୁରୀ ଓ ରାଜେଶ କୁମାର ନାୟକ, ସାମାଜିକ ବିଜ୍ଞାନ ଗୌରଚନ୍ଦ୍ର ପ୍ରହରାଜ ରାଜଗୁରୁ ଓ ରାଜୀବ ଲୋଚନ ମହାପାତ୍ର, ଗଣିତ ରୁଦ୍ର ପ୍ରସାଦ ପାଢ଼ୀ ଓ ରବୀନ୍ଦ୍ର ଭଟ୍ଟ, ବିଜ୍ଞାନ ଅଜୟ କୁମାର ଜେନା ଓ ସରୋଜ କୁମାର ଚେଟ୍ଟି। ଏହି କର୍ମଶାଳା ମାଧ୍ୟମରେ ଶିକ୍ଷକମାନେ ଉନ୍ନତ ଶିକ୍ଷଣ ପଦ୍ଧତି ଗ୍ରହଣ କରି ଆଗାମୀ ପରୀକ୍ଷାରେ ଜିଲ୍ଲାର ପାସ୍ ହାରକୁ ବୃଦ୍ଧି କରିବା ପାଇଁ ସଂକଳ୍ପ ନେଇଛନ୍ତି।